ସାହୁକାରୀ କିଏ ଜାଣିପାରିଲିନି। ସାହୁକାରୀ ସାହୁକାରୀ ମୁଁ କୁନିଆ। କିଏ କୁନିଆ ପାନ ଦୋକାନୀ? ନାଇଁ ନାଇଁ ସେ ବଡ ସେ ହଉଛି ଗୁନିଆ ଓହୋ, ଆଉ ମଝିଟା ମୁନିଆ ଓ ମଝିଟା ମୁନିଆ। ଯିଏ ହାଇଟ୍ ଛୋଟ ହେଇକି ଆଉ ମୁଁ ସବା ସାନ କୁନିଆ। ଓହୋ ତମେ କୁନିଆ। ଆଚ୍ଛା କଣ ହେଇଛି? ସାହୁକାରୀ କିଛି ହେଇନି ହବାକୁ ଯାଉଛି। କଣ କଥାଟା କଣ ସ୍ପଷ୍ଟ କୁହ। କାହାକୁ ଦୁଃଖ କହିବି ସାହୁକାରୀ? ଯାହାକୁ ତ ଦୁଃଖ କହିଲି ସିଏ ହଉଛି ଭଗାରୀ ଆଉ ମୁଁ ଗୋଟେ ଜହ୍ନି ବେପାରୀ ସାହୁକାରୀ। ବହୁ ବର୍ଷ ଯନ୍ତ୍ରଣା ପାଇଲା ପରେ ଏଇ ସନ ଫଗୁଣକୁ ଯନ୍ତ୍ରକୁ କାମରେ ଲଗେଇ ବୋଲି ବାହାରିଛି ସାହୁକାରୀ। ଏଇ ସନ ଫଗୁଣକୁ ଫଗୁଣକୁ ନାଇଁ ଫଗୁଣକୁ ନୁହଁ ଆଷାଢ ଶ୍ରାବଣ ଭାଦ୍ରବ ଆଶ୍ଵିନ କାର୍ତ୍ତିକ ମାସରେ ଗୋଟେ କରତ କମ୍ପାନୀ ଖୋଲୁଛି ସାହୁକାରୀ। ଆଉ ଏତିକି ବିନତି କରିବାକୁ ଆଇଥିଲି ସାହୁକାରୀ ଆପଣ ଖାଲି ଯାଇ ଟିକେ ଫିତାଟା କାଟିଥାନ୍ତେ। ମାନେ ସେ କଥା କଣ କି ମତେ ଟିକେ ସମୟ ନାଇଁ ନାଇଁ ଏଇଟା ତ ସାଇଡ କଥା ସାହୁକାରୀ। ମୁଖ୍ୟ କଥାଟି ହଉଛି ପ୍ରଥମ କହିଥିଲି ଫଗୁଣ ସେଇ ଫଗୁଣ ମାସରେ ମୋ ହାତକୁ ଦି ହାତ ହବାକୁ ଯାଉଛି ସାହୁକାରୀ। ବଢିଆ ବଢିଆ ଶୁଭ ଖବର। ଆପଣ ଯଦି ଆସିକି ମତେ ଆଉ ମୋ ପତ୍ନୀ କି ଆଶୀର୍ବାଦ ଟିକେ କରିଥାନ୍ତେ ସେତିକିରେ ଆମ ମନ କୁଣ୍ଡମୋଟ ହେଇଯାନ୍ତା ସାହୁକାରୀ। ମୋର ଆଉ କିଛି ଦରକାର ନାହିଁ ସାହୁକାରୀ। ନାଇଁ ମାନେ ସେ କଥା କଣ କି ମନା କରିବିନି ସାହୁକାରୀ। ନିଜର ବହୁତ ଆଶା ଆକାଂକ୍ଷା ଆଉ ନିକୃଷ୍ଟା ନେଇକି ଆଇଛି ସାହୁକାରୀ। ଠିକ ଅଛି ଠିକ ଅଛି ମୋ ତରଫରୁ କେବଳ ମୋ ତରଫରୁ କେବଳ 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 ମୋ ତରଫରୁ ସାହୁକାରୀ ସିଙ୍ଗାପୁରରେ ସବୁଠାରୁ ବଡ ହୋଟେଲରେ ଆଜ୍ଞା ହନିମୁନ ମୁଁ ତମର କରାଇବି। ଆପଣ ମଣିଷ ନୁହନ୍ତି ସାହୁକାରୀ। ଆପଣ ମଣିଷ ନୁହନ୍ତି ସାହୁକାରୀ। ଆପଣ ଦେବତା ସାହୁକାରୀ। ନା, ନା, ସେମିତି- ଆପଣ ଦେବତା ସାହୁକାରୀ। ଆରେ ଛାଡ ନାଇଁ ନାଇଁ ସାହୁକାରୀ। ଆରେ ଛାଡ ସଲ ଲାଗୁଛି ଆରେ ଛାଡ ଛାଡି ପାରିବିନି ଛାଡ ସାହୁକାରୀ। ଏଡେ ବଡ ଅଫର ମୁଁ ଛାଡି ପାରିବିନି ଆରେ କୁନିଆ ଛାଡ। ସାହୁକାରୀ। ଆରେ ସିଙ୍ଗାପୁର ମାନେ ସିଙ୍ଗିପୁର ଯାଜପୁର ସିଙ୍ଗିପୁର ସେଠି ଗୋଟେ ହୋଟେଲ ଅଛି ଦାମୀ ହୋଟେଲ ତାର ରୁମ ହଉଛି 900 ଟଙ୍କା। କନ୍ଥା କମଳ ତମର ଗଦି ତକିଆ ତାଙ୍କର। ଆଉ ମୁଁ କଣ ମୂର୍ଖ ତତେ ସିଙ୍ଗାପୁର ପଠେଇବି? ମୁଁ ବା ନିଜେ ବାଙ୍କୁଆଳ ଆଗକୁ ଯାଇନି। ଘୁଳେଇ ଦେଲେ ସାହୁକାରୀ ଘୁଳେଇ ଦେଲେ ସାହୁକାରୀ। ଏଡେ ବଡ ଆଶା ଦେଇକି ଆପଣ ଘୁଳେଇ ଦେଲେ ସାହୁକାରୀ। ସତରେ ମୋ ଆଶାକୁ ନିକୃଷ୍ଟା କରିଦେଲେ ସାହୁକାରୀ।